ଜୟ ଜଗନ୍ନାଥ। ପିଲେ ଆମର ଉପବାଦ୍ୟ 7, 8, 9, 10, 11 ପଢା ହେଇଯାଇଛି। ଉପାଦ୍ୟ 12 ଆଜି ପଢେଇବା ହେଲା। ଉପାଦ୍ୟ 12 ସାମାନ୍ୟ କଥନ କହୁଛି ଗୋଟିଏ ବୃତ୍ତର ଏକ ସ୍ପର୍ଶକ ଏହାର ସ୍ପର୍ଶ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ ପ୍ରତି ଲମ୍ବ। ବୁଝ, ସ୍ପର୍ଶକ ଗୋଟିଏ ବୃତ୍ତର ଏକ ସ୍ପର୍ଶକ। ତାହେଲେ ଲେଖିବା ଆମେ ଯେମିତି ଲେଖୁଥିଲି ସେଇ ଗୋଟିଏ ନିୟମରେ ଏସ୍ ଏକ ବୃତ୍ତ, ସବୁଥିରେ ସେଇ କଥା ଲେଖ, କିଛି ଅସୁବିଧା ନାହିଁ। ଓ ଏହାର କେନ୍ଦ୍ରବିନ୍ଦୁ, ଓ ଏହାର କେନ୍ଦ୍ରବିନ୍ଦୁ। କ୍ଲିୟର? ତାପରେ କଣ କହିଲା ନା ଏକ ସ୍ପର୍ଶକ, ଏଲ୍ ଏକ ସ୍ପର୍ଶକ, ବୃତ୍ତ କୋଉ ବିନ୍ଦୁରେ ସ୍ପର୍ଶ କରୁଛି? ପି ବିନ୍ଦୁରେ ସ୍ପର୍ଶ କରୁଛି। ତାହେଲେ ସେ ଲେଖ ଏହାର ଏକ ସ୍ପର୍ଶକ, ଏହାର ସ୍ପର୍ଶକ କିଏ? ସେ ନା ଏଲ୍। ଏଲ୍ ଏକ ସ୍ପର୍ଶକ, ଏକ ସ୍ପର୍ଶକ ସ୍ପର୍ଶକ ଏହା ବୃତ୍ତକୁ ପି ବିନ୍ଦୁରେ ସ୍ପର୍ଶ କରୁଛି। ପି ବିନ୍ଦୁରେ ସ୍ପର୍ଶ କରୁଛି ବୃତ୍ତକୁ ପି ବିନ୍ଦୁରେ। ଯାହା ସାମାନ୍ୟ କଥା ଅଛି ଦେଖି ଲେଖିବ, ଘୋଷା ନାହିଁ। ଏହା ପି ବିନ୍ଦୁରେ ବୃତ୍ତକୁ, ଏହା ବୃତ୍ତ ପି ବିନ୍ଦୁରେ ସ୍ପର୍ଶ କରୁଛି, ସ୍ପର୍ଶ କରୁଛି। କ୍ଲିୟର? ସରିଲା। ପୁଣି କଣ ଦେଇଛି ନା ସ୍ପର୍ଶ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ, ସ୍ପର୍ଶ ବିନ୍ଦୁ ବ୍ୟାସାର୍ଦ୍ଧ କିଛି ଓପି, এই পি বিন্দুରେ ସ୍ପର୍ଶ, ଏଠୁ ତ ଅନେକ ବ୍ୟାସାର୍ଦ୍ଧ ଟଣା ଯାଇପାରେ ସବୁଆଡେ। ଓପି ହଉଛି ସ୍ପର୍ଶ ବିନ୍ଦୁ ବ୍ୟାସାର୍ଦ୍ଧ, ସେଇଟା ଲେଖିଦିଅ। ଓପି ହେଲା, ଓପି ସ୍ପର୍ଶ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ, ସ୍ପର୍ଶ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ। କ୍ଲିୟର? ତାହେଲେ କଣ ଦତ୍ତ? ଏସ୍ ଗୋଟିଏ ବୃତ୍ତର ଏସ୍ ଏକ ବୃତ୍ତ, ବୃତ୍ତ ଲେଖିବ ତାର କେନ୍ଦ୍ରବିନ୍ଦୁ ଲେଖିବ, ଓ ଏହାର କେନ୍ଦ୍ରବିନ୍ଦୁ। ଏକ ସ୍ପର୍ଶକ, ଏଲ୍ ଏକ ସ୍ପର୍ଶକ, ଏହା ବୃତ୍ତକୁ ପି ବିନ୍ଦୁରେ ସ୍ପର୍ଶ କରୁଛି। ଓପି ସ୍ପର୍ଶ ବିନ୍ଦୁ ବ୍ୟାସାର୍ଦ୍ଧ। କଣ ପ୍ରମାଣ କରିବା? ପ୍ରାମାଣ୍ୟ ହବ ନା ଆମର ପ୍ରାମାଣ୍ୟ ହବ, ହେଲେ ପ୍ରାମାଣ୍ୟ ହବ କଣ ନା ଏଇ ସ୍ପର୍ଶକଟା, ଏ ବ୍ୟାସାର୍ଦ୍ଧଟା ସ୍ପର୍ଶ ପ୍ରତି ଲମ୍ବ ହବ। ବ୍ୟାସାର୍ଦ୍ଧ ହେଲା ଓପି, ଲମ୍ବ ହବ କାହା ପ୍ରତି? ସ୍ପର୍ଶକ ଏଲ୍ ପ୍ରତି ହବ, ସ୍ପର୍ଶକ ଏଲ୍ ପ୍ରତି ଲମ୍ବ ହବ। ଏଇଆ ତ ପ୍ରମାଣ। ଅଙ୍କନ ତମ ବହିରେ ଅଙ୍କନ କରିନି, ମୁଁ ଅଙ୍କନ କରିଦେବି, ଦେଖ ଭଲ ହବ। ଅଙ୍କନ କଣ କରିବା ଦେଖ, ପି ବିନ୍ଦୁ ଭିନ୍ନ, ପି ବିନ୍ଦୁକୁ ଛାଡିକିରି ଏଇ ଏଲ୍ ରେଖା ଉପରେ ଏକ ବିନ୍ଦୁ, ମୁଁ ଏଲ୍ ରେଖା ଉପରେ ଗୋଟେ ବିନ୍ଦୁ କ୍ୟୁ ନେଲି, ଗୋଟେ ବିନ୍ଦୁ ନେଲି କଣ? କ୍ୟୁ ହେଲା। ତାପରେ ଓ କ୍ୟୁ କୁ ଯୋଗ କଲି, ଓ କ୍ୟୁ କୁ ଯୋଗ କଲି, ଓ କ୍ୟୁ କୁ ଯୋଗ କଲି। ଇଏ ବୃତ୍ତକୁ ଧର ଟି ବିନ୍ଦୁରେ ଛେଦ କଲା, ଏ ବିନ୍ଦୁ ଟି ବିନ୍ଦୁ ଛେଦ କଲା। ଅଙ୍କନ ଏଇଆ ଲେଖିଦବା। କଣ ଲେଖିଦବା ଅଙ୍କନ? ନା ପି ଭିନ୍ନ, ପି ବ୍ୟତୀତ, ପି ଭିନ୍ନ ଏଲ୍ ରେଖା ଉପରେ, ଏଲ୍ ଉପରେ
एल उपरे क्यू एक बिंदु नियो, क्यू एक बिंदु नियो, एक बिंदु नियो ଆଉ କଣ ନା ଓ କ୍ୟୁ ଅଙ୍କନ କର, ଓ କ୍ୟୁ କୁ ଅଙ୍କନ କର, ଓ କ୍ୟୁ, ଓ କ୍ୟୁ ଅଙ୍କନ କର, ଓ କ୍ୟୁ ଅଙ୍କନ କର। ତାହା ବୃତ୍ତକୁ, ତାହା ବୃତ୍ତକୁ, ବୃତ୍ତକୁ କୋଉ ବିନ୍ଦୁରେ ନା ଟି ବିନ୍ଦୁରେ ଛେଦ କରୁ, ବୃତ୍ତକୁ ଟି ବିନ୍ଦୁରେ, ଟି ବିନ୍ଦୁରେ ଛେଦ करे, ବିନ୍ଦୁରେ ଛେଦ करे। ବୁଝା? ତାପରେ ଆମେ ପ୍ରମାଣ କରିବା। ଦେଖ କିଛି ନାହିଁ ଏଥିରେ, ପ୍ରମାଣ କରିବା। ଦେଖ ଓପି ଯେତିକି ଓଟି ସେତିକି ନା ନାହିଁ, ଓପି ଯେତିକି ଓଟି ସେତିକି, କାହିଁକି ଏକା ବୃତ୍ତର ବ୍ୟାସାର୍ଦ୍ଧ ହେତୁ? ଦେଖ ପ୍ରମାଣ ଓପି ସମାନେ ଓଟି, ଓଟି କାହିଁକି ନା ଏକା ବୃତ୍ତର ବ୍ୟାସାର୍ଦ୍ଧ ହେତୁ, ଏକା ବୃତ୍ତର ବ୍ୟାସାର୍ଦ୍ଧ ହେତୁ। ଏକା ବୃତ୍ତର ବ୍ୟାସାର୍ଦ୍ଧ ହେତୁ ମନେ ହେଲା? ତାହେଲେ ଓପି ଯେତିକି, ଓପି ଯେତିକି ଓଟି ସେତିକି ଗୋଟେ ବୃତ୍ତର ବ୍ୟାସାର୍ଦ୍ଧ ସମାନ, ବ୍ୟାସାର୍ଦ୍ଧ ସମାନ। କିନ୍ତୁ ଓ କ୍ୟୁ ଟା এই ও কিউ ওটি ঠু বড় না নেই বড়, তাহলে লেখো ও কিউ গ্রেটর দেন বড় ওটি নিশ্চিত, ও কিউ গ্রেটর দেন ওটি, তাহলে ও কিউ যদি ওটি ঠু বড় হবো তাহলে ও কিউ ওপি ঠু বড় হবে না? আরে ইয়ে যেতিকি ইয়ে সেতিকি, যদি ও কিউটা ওটি ঠু বড় হলো ও কিউটা ওপি ঠু বড় হবে নিশ্চিত। অতএব ও কিউ গ্রেটর দেন ওটি, ওপি, ওপি ঠু বড় হবে নিশ্চিত। তাহলে আমি জানলে বুঝ এই পি ভিন্ন গোটে বিন্দু কিউ ଦେଇଥିଲି, তাহলে কিউ যদি এঠেই ଦେଇଥାନ୍ତି, এঠেই এ জায়গা ଦେଇଥାନ୍ତି, যদি এঠেই অঙ্কন କରିଥାନ୍ତି ସେ ବି ବଡ ହେଇଥାନ୍ତା, କାରଣ ବୃତ୍ତଠୁ ବ୍ୟାସାର୍ଦ୍ଧ ସେ ବଡ, ଏଠି ରଖିଦେଲେ ମଧ୍ୟ ବଡ ହେଇଥାନ୍ତା, ଯୋଉଠି ରଖିବେ ପି ବିନ୍ଦୁକୁ ଛାଡିକି ଯୋଉଠି ରଖିଦେଲେ ବଡ ହେଇଥାନ୍ତା। ତାହେଲେ କ୍ଲିୟର? ତାହେଲେ ଏଥିରୁ ଜଣା ପଡିଲା ଓ କ୍ୟୁ ବଡ, ଓ ପି ସାନ। ତାହେଲେ ଓପି ହଉଛି ତାହେଲେ କ୍ଷୁଦ୍ରତମ, ଯେତେ ଗୁଡିଏ ଓ ବିନ୍ଦୁରୁ ଆମେ ଯେତେ ଗୁଡିଏ ରେଖାଖଣ୍ଡ ଏଲ ପ୍ରତି ଟାଣିବା, ଯେତେ ଗୁଡିଏ ଟାଣିବା ସବୁଗୁଡିକ ଓପି ଠୁ ବଡ ହବ। ଲେଖିଦିଅ ସେ ଧାରଟା ନହେଲେ ପି ଭିନ୍ନ, ପି ଭିନ୍ନ, ପି ଭିନ୍ନ ଏଲ ରେଖା ଉପରେ, পি ভিন্ন এল রেখা উপরে, রেখা উপরে আমি যেতে গুড়িয়ে বিন্দু নবা, এল রেখা উপরে, পি ভিন্ন এল রেখা উপরে আমি যেতে গুড়িয়ে বিন্দু নবা, যেতে গুড়িয়ে বিন্দু নবা, বিন্দু নেবা এবং বিন্দু নেবা, যে বিন্দু নেবা যেতে বিন্দু নেবা এবং কেন্দ্র যোগ করিবা, বিন্দু নেই, বিন্দু নেই কেন্দ্রକୁ যোগ কলে, কেন্দ্রକୁ
ଯୋଗ କଲେ ସେଗୁଡ଼ିକ ଓପି ଠାରୁ ବଡ଼ ହେବେ। ସେଗୁଡ଼ିକ ଓପି ଠାରୁ ଓପି ରେଖା ଠାରୁ ବଡ଼ ହେବେ। ଆରେ ଏଥିରେ କ'ଣ ଅଛି? ଆମେ ଏଠି ଗୋଟେ ବିନ୍ଦୁ ଆକୁ ଯୋଗ କରିବା, ସେ ଓପିଠୁ ବଡ଼ ହେବ ନା? ସବୁ ତ ଯେତେ ପି କି ଛାଡ଼ିଦେଲେ ଯେତେ ବିନ୍ଦୁ ନେବା କେନ୍ଦ୍ରକୁ ଯୋଗ କରିବା ସବୁ ବଡ଼ ହେବେ। ତାହେଲେ ପି ଭିନ୍ନ ରେଖା ଉପରେ ଆମେ ପି ଭିନ୍ନ ଏଲ ରେଖା ଉପରେ ଆମେ ଯେତେ ଗୁଡ଼େ ବିନ୍ଦୁ ନେଇ କେନ୍ଦ୍ରକୁ ଯୋଗ କଲେ ଯେଉଁ ରେଖା ଖଣ୍ଡ ଗୁଡ଼ିକ ହବ ଯେଉଁ ରେଖା ଖଣ୍ଡ ମାନ ଉତ୍ପନ୍ନ ହେବ ସେଗୁଡ଼ିକ ଏଇଠି ହେଲା, ଯେଉଁ ରେଖା ଉତ୍ପନ୍ନ ସେଗୁଡ଼ିକ ଓପି ଠାରୁ ବଡ଼ ହବ। ତାହେଲେ ଓପି ସମସ୍ତ କ୍ଷୁଦ୍ରତମ। ଅତଏବ ଓପି ସମସ୍ତଙ୍କ ଠାରୁ କ୍ଷୁଦ୍ରତମ। ସମସ୍ତଙ୍କ ଠାରୁ କ୍ଷୁଦ୍ରତମ। ତାହେଲେ ନବମରେ ପଢିଛ ତମେ, ଯିଏ କ୍ଷୁଦ୍ରତମ ସିଏ ଲମ୍ବ। ନବମରେ ପଢା ହେଇଛି ଯିଏ କ୍ଷୁଦ୍ରତମ ସିଏ ଲମ୍ବ। ତାହେଲେ ନବମରେ ପଢା ହେଇଛି। ତାହେଲେ ଅତଏବ ଓପି ଲମ୍ବ ହେଇଗଲା। implies OP ଲମ୍ବ କାହା ପ୍ରତି? ଏଲ ରେଖା ପ୍ରତି ପ୍ରମାଣିତ ହେଲା କ୍ଲିୟର? ବୁଝିଗଲା? ଆଉ ବୁଝେଇବି ଥରେ। ଉପାୟ ବାହାର କଲା ଗୋଟିଏ ବୃତ୍ତର ଏସ୍ ଏକ ବୃତ୍ତ ଓ ଏହାର କେନ୍ଦ୍ରବିନ୍ଦୁ ଏକ ସ୍ପର୍ଶକ ଏଲ ଏକ ସ୍ପର୍ଶକ ଏହା ବୃତ୍ତକୁ ପି ବିନ୍ଦୁରେ ସ୍ପର୍ଶ କରୁଛି। ଏଲ ସ୍ପର୍ଶକ ବୃତ୍ତ ପି ବିନ୍ଦୁରେ ସ୍ପର୍ଶ କରୁଛି। ଓପି ହେଉଛି ସ୍ପର୍ଶ ବିନ୍ଦୁ ଆମେ ବ୍ୟାସାର୍ଦ୍ଧ। ପ୍ରାମାଣ୍ୟ ଓପି ଲମ୍ବ ହବ ଏଲ। এই ଓପିଟା এই ଏଲ ରେଖା ପ୍ରତି ଲମ୍ବ ହବ। ପ୍ରମାଣ ତାପରେ ଅଙ୍କନ ଟେ କରିଦିଅ। এই পি ভিন্ন এল রেখা উপরে গোটে বিন্দু কিউ নিব, ও কিউ କୁ যোগ କର, ও কিউ বৃତ୍ତକୁ টি বিন্দুରେ ଛେଦ କଲା। তাহলে দেখো ওপি যেତିକି ওটি সেতিକି একা বৃত্তର ব্যাসার্ধ। ওপি যাহা ওটি সেয়া একা বৃত্তର ব্যাসার্ধ। কিন্তু ও কিউটা ওটি ଠୁ বড়, তাহলে ও কিউটা ওপি ଠୁ বড় হব নিশ্চিত। তাহলে কিউ এঠেই ହେଇଛି, এঠেই দেলে সেই ও কিউ বড় হব, এঠেই কিউ দেলে ও কিউ বড় হব, এঠেই দেলে যে কোথাও পি কি ছাড়ি যোଉଠି বসলে বড় হব। তাহলে ওটি সর্বসান তা সান যে হচ্ছে সে লম্ব। উপদ্রব নবমে কইছে। তাহলে ওপি লম্ব ক্ষেত্র প্রমাণিত। ক্লিয়ার? থ্যাংক ইউ।